ଭାଇ ଯଦି କହିବ ନାହିଁ ଇଏ ସିଏ ଆଉ ଆମେ କଣ କରିବୁ। ତାଙ୍କୁ ମଧ୍ୟ ସମର୍ପିତ କରିବା ପାଇଁ ସାଧୁତ୍ୱ ଦ୍ୱାରା ଯାହା ହଉ ସକାଳ 7ଟାରୁ ପ୍ରଥମେ କଳସ ଯାତ୍ରା ହେଇଥିଲା। କଳସ ଯାତ୍ରା ପରେ ଏଇ ରାମ ମନ୍ଦିର ହନୁମାନଙ୍କ ପାଖରେ ସାମୂହିକ ଦୀପଦାନ କରାଯାଇଥିଲା। 1008 ଦୀପଦାନ କରାଯାଇଥିଲା। ସେଥିରେ ସ୍ତ୍ରୀ ଲୋକମାନେ ଏବଂ ପୁରୁଷ ଲୋକମାନେ ମଧ୍ୟ ସାମିଲ ହେଇଥିଲେ ଏବଂ ତାପରେ ସେଠି ଯଜ୍ଞ ମଧ୍ୟ ହେଇଥିଲା। ହନୁମାନଙ୍କ ପାଖରେ ଯଜ୍ଞ ମଧ୍ୟ ହେଇଥିଲା। ସେଠୁ ଆସିଲା ପରେ ମଞ୍ଚ କାର୍ଯ୍ୟ ଆରମ୍ଭ ହେଇଥିଲା। ଏ ମଞ୍ଚକୁ ବିଭିନ୍ନ ଆମନ୍ତ୍ରିତ ସାଧୁ ସନ୍ଥ ମାନେ ଆସିଥିଲେ। ଦେଶକୁ ଭଲ ସନ୍ଦେଶ ଦେଲେ। ଜାତି ପ୍ରତି ଦେଶ ପ୍ରତି ସବୁ ସୁନ୍ଦର ଭାବରେ ତାଙ୍କର ଅଭିଭାଷଣ ବ୍ୟକ୍ତ କରିଥିଲେ। ଅନେକ ଲୋକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଯୋଉମାନେ ଏ ଅଞ୍ଚଳରେ କୃଷି କ୍ଷେତ୍ରରେ ହଉ, ଯୌଥ ପରିବାର କ୍ଷେତ୍ରରେ ହଉ କିମ୍ବା ଗୋପାଳକ ହିସାବରେ ହଉ, ଯୋଉମାନେ ଅଞ୍ଚଳର ସବୁ ଶ୍ରେଷ୍ଠ ବ୍ୟକ୍ତିତ୍ୱ ରହିଛନ୍ତି, ଶ୍ରେଷ୍ଠ ବୋଲିକି ନଜରକୁ ଆସିଛନ୍ତି, ସେମାନଙ୍କୁ ଆମେ ମଧ୍ୟ ବ୍ୟକ୍ତିଗତ ଭାବେ ସମ୍ବର୍ଦ୍ଧିତ କରି